ନିଶ୍ଚିତ ଏକ ବହୁତ ସୁଖଦ ଅନୁଭୂତି ଏଇଟା। କାରଣ ଆମ ପଞ୍ଚାୟତରେ ଏକ ନୂତନ ଗୃହ ଆଜି ଉଦ୍ଘାଟନ ହେଇଛି, ଯାହା ଜିପି ଫାସିଲିଟି ସେଣ୍ଟର ନାମରେ ନାମିତ ଆମର। ଏବଂ ଏଇଠି ଆମର ଯେହେତୁ ବହୁତ ପୁରୁଣା ଘର ଥିଲା, ପାଖାପାଖି 70-80 ବର୍ଷ ତଳର ପଞ୍ଚାୟତ ଘର ଥିଲା, ଏଠି ଆମେ ତା ଭାଙ୍ଗି ଏବେ ନୂଆ ବିଲ୍ଡିଂଟେ କରିଛୁ। ସେଥିପାଇଁ ଆମ ଅଞ୍ଚଳବାସୀ ବହୁତ ଖୁସି ଅଛନ୍ତି। ମୁଁ ମଧ୍ୟ ବ୍ୟକ୍ତିଗତ ଭାବେ ବହୁତ ଖୁସି ଅଛି। ସେଥିପାଇଁ ଆମେ ବିଧାୟକଙ୍କୁ ଅଶେଷ ଅଶେଷ ଧନ୍ୟବାଦ, ସେ ଆସିକି ଏହାକୁ ଉଦ୍ଘାଟନ କରିଥିବାରୁ। ଏବଂ ଆମ ପଞ୍ଚାୟତର ଆହୁରି ବି ଏକ ଆମ୍ବାପଡ଼ା ଗ୍ରାମରେ ଏକ ଭାଗବତ ଗାଦି ଗୃହର ଉଦ୍ଘାଟନ ମାନ୍ୟବର ବିଧାୟକ କରିଛନ୍ତି। ସେଥିପାଇଁ ତାଙ୍କୁ ବି ଆଉଥରେ ଅଶେଷ ଧନ୍ୟବାଦ। ସାଧାରଣ ଲୋକଙ୍କର ଆମେ ସମସ୍ତ ଅସୁବିଧାକୁ ଦୂର କରିବାକୁ ଚେଷ୍ଟା କଲେ ବି କିଛି କିଛି ତ ନିଶ୍ଚିନ୍ତ ରହିବ। କାରଣ ଲୋକଙ୍କର ୱାଣ୍ଟିଂ ତ ନିଶ୍ଚିତ ବହୁତ କିଛି ରହିବ। ତ ସେଇଆକୁ ସେମାନେ ଦରଖାସ୍ତ ଦେଉଛନ୍ତି। ଆମେ ବି ବହୁତ ଚେଷ୍ଟା କରୁଛୁ, ବିଧାୟକ ଚେଷ୍ଟା କରୁଛନ୍ତି, ଆମ ସରକାର ବି ଚେଷ୍ଟା କରୁଛି, ମୁଁ ବି ବ୍ୟକ୍ତିଗତ ସରପଞ୍ଚ ହିସାବରେ ଚେଷ୍ଟା କରୁଛି ସେମାନଙ୍କର ସମସ୍ତ ଅସୁବିଧାକୁ ଦୂର କରିବା ପାଇଁ। ବହୁତ ଉନ୍ନତିମୂଳକ କାର୍ଯ୍ୟକ୍ରମ ହେଉଛି, ସେ ନିଜେ ବ୍ୟକ୍ତିଗତ ଭାବେ ଧ୍ୟାନ ଦେଇକି ସମସ୍ତ କାର୍ଯ୍ୟ କରୁଛନ୍ତି। ଏବଂ ଆମର ଯାହାବି ସାଧାରଣ ଲୋକଙ୍କର ଦରଖାସ୍ତ ରହୁଛି ଡେଭଲପମେଣ୍ଟ ପାଇଁ, ସେ ତୁରନ୍ତ ଆକ୍ସନ ନେଇ କରୁଛନ୍ତି। କଣ କଣ ପଞ୍ଚାୟତରେ ଭିତ୍ତିଭୂମି ଆଉ ସଜାଡ଼ିବାର ଅଛି? ହଁ, ଅଳ୍ପ କିଛି ତ ବାକି ନିଶ୍ଚିତ ରହିଛି। ଏହା ତ ଏକ ପ୍ରକ୍ରିୟା, ଆମେ ଆଗକୁ ବଢ଼ିଲେ ବି କିଛି କିଛି ବି ରହିଯାଉଛି, ତାକୁ ଆମେ ତୁରନ୍ତ ସମାଧାନ କରିବୁ।